ସେମାନେ କ'ଣ କହିଲେ? ସେ ବେନି ବ୍ରାହ୍ମଣ କହିଲେ ଆପଣଙ୍କ ହାତରୁ ଅନ୍ନ ଗ୍ରହଣ କରିବେନି ମା। ସେ କହିଲେ ଆମେ ତ ଜାତିଶ୍ରେଷ୍ଠ ବ୍ରାହ୍ମଣ। ତୁଳସୀ ଛାର ଗୋଟେ ଚଣ୍ଡାଳ ହାତ ମୁଣି କରିବୁ ଭୋଜନ। ତୁଳସୀ ସିଧାସଳଖ ମନା କରିଦେଲେ ମା, ସିଧାସଳଖ ମନା କଲେ। କ'ଣ କହିଲୁ ତୁଳସୀ? ସେମାନେ ମୋ ହସ୍ତରୁ ଅନ୍ନ ଗ୍ରହଣ କରିବେନି? ଠିକ୍ ଅଛି ତୁଳସୀ, ଯା କାଠ ହାଣ୍ଡି ଚାଉଳ ଦେଇଦେବୁ ତାଙ୍କୁ, ସେ କରନ୍ତୁ ରୋଷେଇ। ତେବେ ଠିକ୍ ଅଛି ମା, ମୁଁ ଯାଉଛି ମା, ସବୁ ସଜ କରି ଖଞ୍ଜା ଦେଇ ଆସିବି। हे पवन अग्नि जल, मो पति तुम्हें केवे न हुआ सहाय। मु तुमको करुछि सत अनुरोध। हाँ, मु तुमको करुछि सत अनुरोध। जगा ए उदर जल मु सही परुनी भाई। जगा ए उदर जल मु सही परुनी। जगा मते किछि खाइबाकू दियो। जगा से दासी आसिले सब ठीक हो जीव। से बे आसुथिबो, आसिला परे आमको किछि भोजन दब, सब ठीक हो जीव। अपेक्षा कर जगा। तुमे तांको चंडाली बोली कहि घृणा कलो। जगा से आउ जमा आसीबेनी। जगा अरे से निश्चय आसीबे कही छंदी माने निश्चय आसिले आमको किछि खाइबा पाई देबे। अपेक्षा कर, से निश्चय आसीबे। हाउ भाई बसे बसे एइटी बसे एइटी हांडी काठ चाउल परिया सब रहिला। निज हस्ते रोषेई करी खाइब। मैं आसुची कसे। हाँ, जीवा पूर्व कही दे जाउची, हांडी कलसी नहीं जीवनी, आमको देकी जीव। कौन आमको चोर खंट भावुच दासी? तुम पर एमती केते अतिथि आसती, खाई कर रहते, राति हेले चोरी करके नहीं जाते। किए जाने ए जुगरे क्या विश्वास न माँ। आसुची बसे आसुची मु। जगा भाई ए दासीर मुह दिन को दिन बढ़ी गलानी। देखुछु जगा, आमको चोर खंट कही चली गला। ओह भाई जगा छाड़ से कथा, से सब जिनिस हमको दे देले। जगा आ अपेक्षा काहे करबा? चलो आमे भोजन किछि प्रस्तुत करिया। जगा तू चुली लगा, अब मु परिवा काटुछि। हाँ भाई चले जगा, मु चुली लगाउछि। चल। आसो भाई आसो। जगा लगा 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 भाई जमारू जलुनी। ओहो जगाटा दो थे आग हाथ देव जमा है क्या महाबती। अरे लगा लगा
ତୁରନିଆ ନଜଳିର ଧୂଆଁ ବଳରାମେ ଭୁଆ ବୁଲଉଛ ବଳରାମେ ଭୁଆ ବୁଲଉଛ ପାଣି ହାଣ୍ଡି ଦେବି ହାଣି ନଜାଣିର ଧର୍ମ କରୁଅଛୁ ନଜାଣିର ଧର୍ମ କରୁଅଛୁ ହରାମ ଜଳୁଛି ଉଦର ନଜଳିର ଚୁଲି ନିଭି ଯାଉ ନଜଳିର ଚୁଲି ନିଭି ଯାଉ ସକଳ ହାଣ୍ଡି ଚୁଲି ଜଳ ମଳୟ ଆଗେ ଦେଖାଉ ଭାଉ ମଳୟ ଆଗେ ଦେଖାଉ ଭାଉ তুমি কোন কোন তুমি তাଙ୍କର ସବୁ ହାଣ୍ଡି କଳସି ବାଡ଼ି ଚୁନା କରିଦେଲ କ୍ଷୁଧା ଜଳା ସହି ନ ପାରି ମୁଁ ହାଣ୍ଡି କଳସି ବାଡ଼େଇ ଦେଇଛି ବେଳକୁ ବେଳ ଦିଗୁଣା ହୋଇ ବଢ଼ି ଉଠୁଛି ଏ କ୍ଷୁଧା ଜଳା ହେଲେ ଆଜି ମୋର ଠିକ୍ ମନେ ପଡ଼ୁଛି ରେ ବଧୁ ମହାଲକ୍ଷ୍ମୀଙ୍କର କଥା ଗଳା ଧକ୍କା ଦେଇ କାଢ଼ିଛି ଏ ବଡ଼ ଦେଉଳରୁ ସେଥିପାଇଁ ଆଜି ଆମେ ସବୁ ହରାଇ ହୋଇଛେ ଆମେ ସର୍ବହରା ସର୍ବହରା ମୋ କଥା ଥରେ ରଖିବ ଭାଇ ଜଗା ଋଷି ପରାଶର ଦିନେ ସେ କୈବର୍ତ୍ତୀ କନ୍ୟାକୁ କରିଥିଲେ ବିବାହ ଆମ୍ଭେ ମଧ୍ୟ ଦିନେ ଖାଇଥିଲେ ସବରି ଅଇଁଠା କୋଳି ମନା କରନି ଅଗ୍ରଜ ସେ ଚଣ୍ଡାଳୁଣୀ ହୁଅନ୍ତୁ ପଛେ ତାଙ୍କରି ହସ୍ତରୁ ଆଜି ଆମେ କରିବା ଗ୍ରହଣ ତୋ କଥାରେ ମୁଁ ଏକମତରେ ଜଗା ମୁଁ ନିଶ୍ଚୟ ତୋ କଥାରେ ଏକମତ ଭାଇ ଜଗା ଆଉ କାହିଁକି ବିଳମ୍ବ କରିବା ଚାଲ ଯିବା ସେ ଚଣ୍ଡାଳୁଣୀ ହୁଅନ୍ତୁ ପଛେ ତାଙ୍କରି ହସ୍ତରୁ ଆଜି ଆମେ କରିବା ଭୋଜନ ଏ ହାଣ୍ଡି କଳସି କଣ ଚୁନା ହୋଇ ପଡିଛି କଥା କଣ ଗୋସେଇ ଚୁଲିରେ ନ ଜଳିଲା ଅଗ୍ନି ସେଥିପାଇଁ ଅଗ୍ରଜ ସବୁ ବାଡ଼େଇ କରିଦେଲେ ଚୁନା ମୁଁ କିଛି ଜାଣିନି ଗୋସେଇ ତୁମେ ଆମ ହାଣ୍ଡି କଳସି ଦେଇକି ଯିବ ନହେଲେ କହିଦଉଛି କିଛି ଭଲ ହେବନି ତୁମେ ବେ ଯାଅ ଦାସୀ ତୁମ ମା ସାନ୍ତାଣୀଙ୍କୁ କହିବ ଭାଇ ଆମର ବିହିଲେ ସମ୍ମତ ତାକ ହାନ୍ଦରସ ପ୍ରସାଦ ଆମେ କରିବୁ ସେବନ ଏତେବେଳକୁ ଠିକ ବୁଝିଲେ ହଉ ଆସ ଗାଧୋଇ ସାରି କରିବ ମଣ ହିଁ ଚାଲ ଚାଲ ଆସ ଆଉ ବିଳମ୍ବ କରନି ଚାଲ